এইটা ହିଁ ଭାରତବର୍ଷର ଗଣତନ୍ତ୍ର। ଏଇଟା ଆଉ କିଏ ସ୍ଥାୟୀ ଠିକାଦାର ନୁହନ୍ତି। ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମଜିଆରଙ୍କର ବଚସ ରହିଲା ତାମିଲନାଡୁରେ। ତାଙ୍କର ପରେ ସ୍ୱର୍ଗତ ଜୟଲଳିତା ଏଆଇଏଡିଏମକେର ଦାୟିତ୍ୱ ନେଲେ। ପୂର୍ବ ଥର ଷ୍ଟାଲିନ କରୁଣାନିଧିଙ୍କର ପୁଅ। ତେଣୁ ଧୀରେ 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 ରାଜନୀତିରେ ଏଇ ଯେଉଁ ବଂଶାନୁକ୍ରମିକ ଶାସନର ଅନ୍ତ ହେବା ପାଇଁ ଯାଉଛି। ତାମିଲନାଡୁ ତାର ଆଉ ଗୋଟେ ଉଦାହରଣ। ଏକଦା ଏନ୍ଟି ରାମାରାଓଙ୍କର ଫଳରେ ଆନ୍ଧ୍ରପ୍ରଦେଶରେ ପଟ୍ଟ ପରିବର୍ତ୍ତନ ହୋଇଥିଲା। ଏବେ ଆଉ ଜଣେ ଅଭିନେତା ବିଜୟ ତାଙ୍କର ନେତୃତ୍ୱରେ ନୂଆ ଘଟଣା ଘଟିବା ପାଇଁ ଯାଉଛି। ରହିଲା ବେଙ୍ଗଲ କଥା। ଆସାମରେ ତ ଆମେ ନିଶ୍ଚୟ ସରକାର କରିବୁ, 2/3 ଆସନ ଜିତିକିରି କରିବୁ। ପଡୁଚେରୀରେ ମଧ୍ୟ ମୋଟାମୋଟି ଓଡ଼ିଶାରେ ବିଜେପିର ସରକାର ହେବା ପାଇଁ ଯାଉଛି। ରହିଲା ବେଙ୍ଗଲ କଥା। ବେଙ୍ଗଲକୁ ସାରା ଭାରତବର୍ଷ ଅପେକ୍ଷା କରିଥିଲା ଫଳାଫଳ କ'ଣ ହେବ। ଏବଂ ଓଡ଼ିଶାର ବାହାରେ ସବୁ ପ୍ରଦେଶକୁ, ସବୁ ପ୍ରଦେଶର ରାଜନୀତିକୁ ଏବଂ ସବୁ ପ୍ରଦେଶରେ କାମ କରିବା ପାଇଁ କମ୍ ବେଶୀରେ ମୋତେ ଯେଉଁ ସୁଯୋଗ ମିଳିଛି ସେଥିରେ ମୁଁ ବ୍ୟଥିତ ହେଉଛି ବେଙ୍ଗଲରେ। 6 ବର୍ଷ କାମ କରିଛି। ଆଇନ ବୋଲିବାର ଜିନିଷ ସେଠି ନାହିଁ। ଆତଙ୍କବାଦ ଚରମ ସୀମାରେ। ଯେଉଁଟା ରାଜ୍ୟ ଏକଦା ବଡ଼ ବଡ଼ କ୍ରାନ୍ତିକାରୀମାନଙ୍କର ତିଆରି ହେବାର ଏନ୍ତୁଡ଼ିଶାଳା ଥିଲା, ସେଟା ଆତଙ୍କବାଦୀ ସୃଷ୍ଟି କରିବାର ରାଜ୍ୟ ହୋଇଗଲା। ଏବଂ ଗୋଟେ ସମୟରେ କମ୍ୟୁନିଷ୍ଟ ଏବଂ ପରବର୍ତ୍ତୀ ସମୟରେ ଟିଏମସି ତାର ପୃଷ୍ଠପୋଷକ ହେଲେ। ଏଠି ଅସ୍ତ୍ରଶସ୍ତ୍ର ମ୍ୟାନୁଫ୍ୟାକ୍ଚରିଂଟା କେଉଁଠି ହୁଏ? ବେଙ୍ଗଲରେ ହୁଏ। ଏଠି ଫେକ୍ କରେନ୍ସି ନୋଟ୍ କେଉଁଠି ହୁଏ? ବେଙ୍ଗଲରେ ହୁଏ। ଏଠି ନିଶାଦ୍ରବ୍ୟ କେଉଁଠି ହୁଏ? ବେଙ୍ଗଲରେ ହୁଏ। ଏବଂ ଏଇସବୁ ବିଷୟରେ ରାଜନୈତିକ ପୃଷ୍ଠପୋଷକତା ବହୁତ ବଡ଼ ପ୍ରଶ୍ନ ଥିଲା। ଏବେ ଯାହା ଟ୍ରେଣ୍ଡ, ଏ ଟ୍ରେଣ୍ଡରେ ଭାରତୀୟ ଜନତା ପାର୍ଟି ଆଗୁଆ ଅଛି। କିନ୍ତୁ ଭୋଟ ଏବଂ କ୍ରିକେଟ ଇଏ ଦୁଇ ଭିତରେ ସମାନତା ହେଲା। କ୍ରିକେଟରେ ଶେଷ ବଲ୍ ବୋଲିଂ ନ ହେବା ପର୍ଯ୍ୟନ୍ତ ଫଳାଫଳ ଜାଣି ହୁଏ ନାହିଁ। ଭୋଟ ଗଣତିରେ ମଧ୍ୟ ସେଇ କଥା। ଯେତେବେଳେ ପର୍ଯ୍ୟନ୍ତ ଶେଷ ଭୋଟଟା ଗଣତି ନ ହୋଇଛି ତାହେଲେ କହିବାଟା ସହଜ ନୁହଁ। କିନ୍ତୁ ଯେଉଁ ଭାବରେ ଟ୍ରେଣ୍ଡ ଚାଲିଛି ମୋତେ ଲାଗୁଛି ଏ ଟ୍ରେଣ୍ଡ ଆହୁରି ଭାଜପା ସପକ୍ଷରେ ଆଗକୁ ହେବ ଏବଂ ନିର୍ଣ୍ଣାୟକ ସଂଖ୍ୟା ହାସଲ କରିକିରି ଭାରତୀୟ ଜନତା ପାର୍ଟିର ପ୍ରଥମ ଥର ପାଇଁ ବେଙ୍ଗଲର ସରକାର ହେବ। ଯେଉଁ ଜାଗାରେ ଟିଏମସିକୁ ଭୋଟ ମିଳିବ ନାହିଁ, କୌଣସି କଲୋନୀରେ ଭୋଟ ମିଳିବାର ସମ୍ଭାବନା ନାହିଁ। ସେ କଲୋନୀର ଲୋକକୁ ଆସିକି କହୁଥିଲେ ଯେ ତୁମେ ଭୋଟ ଦେଇ ଯିବ ନାହିଁ, ତୁମେ ନ ଗଲେ ଜାଣିବୁ ଯେ ଆମକୁ ଭୋଟ ମିଳିଲା, ଆଉ ଗଲେ ଜାଣିବୁ ଯେ ଆମର ବିରୁଦ୍ଧରେ ଦେଲ। କଲୋନୀର ବାହାରକୁ ବାହାରିବା ପାଇଁ ମଧ୍ୟ ବାହାରେ ଗୁଣ୍ଡା ଛିଡ଼ା ହେଉଥିଲେ, ଯେମିତି କେହି ବାହାରି ପାରିବେ ନାହିଁ। ଏବଂ ଯେଉଁମାନେ ବାହାରୁଥିଲେ ଟିଏମସି ବିରୁଦ୍ଧରେ, ଶହ ଶହ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମଧ୍ୟ ବଳିଦାନ ଦେଇଛନ୍ତି ଟିଏମସି ବିରୁଦ୍ଧରେ ଲଢ଼ିକିରି। ତେଣୁ ଆପଣ ଯେଉଁଟା କହୁଛନ୍ତି ଯେ ଏବେ ଏସ୍ଆଇଆର୍ ହେଲା ପରେ ଯେତେ ବାଂଲାଦେଶକୁ ଯେଉଁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ, ରାସନ କାର୍ଡ଼ ଦେଇଥିଲେ, ଆଉ କ'ଣ କ'ଣ ସୁବିଧା ଦେଇଥିଲେ, ସେମାନଙ୍କର ନାଁ ଗୁଡ଼ିଏ କଟିଛି।